ଖ୍ରୀଷ୍ଟିଆନ ନ ହେବି ତାହେଲେ ଏମାନେ ମତେ କଥା ଦେଇଛନ୍ତି ଯେ ମତେ ଜୀବନରୁ ମାରିଦେବେ ବୋଲି। ଭୁବନେଶ୍ୱର ହଷ୍ଟେଲରେ ପଢୁଥିଲି ସେତେବେଳେ ମୁଁ ମୋ ମା ବାପାଙ୍କ ଠାରୁ ମୁଁ ହଜି ଯାଇଥିଲି। ଆଉ ତାପରେ ମତେ ଜଣେ ପୋଷିବେ ବୋଲିକି ମତେ ସେଠୁ ନେଇ ଆସିଲେ। ଆଉ ଏଠି ଏବେ ବହୁତ କଷ୍ଟ ଦଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି। ମୁଁ ଓଡିଶାକୁ ଫେରି ଯିବା ପାଇଁ ଚାହୁଁଛି। ସୁଜି ମତେ ବହୁତ କାମ କରଉଛନ୍ତି, ଘର କାମ। ମୋ ପାସପୋର୍ଟ ମତେ 2018 ମତେ ମିଳିଥିଲା ଏବଂ 2023 ସମାପ୍ତ ହୋଇଛି। ମୁଁ ସତ୍ୟ କରି ଓଡିଶାକୁ ଫେରି ଯିବା ପାଇଁ ଚାହୁଁଛି। ଶ୍ରୀମୋହନ ବାବୁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ମତେ ଓଡିଶାକୁ ଫେରିବାର ସହାୟତା କରିବାକୁ। ମୁଁ ସେଠାରେ ଥିଲି। ସୁଜି ମତେ ବହୁତ କଣ୍ଟ୍ରୋଲ କରୁଛନ୍ତି। ଶ୍ରୀମୋହନ ବାବୁ, ମୁଁ ଯେତେବେଳେ ଓଡିଶାରେ ଥିଲି ମୁଁ ବହୁତ ଖୁସି ଥିଲି। ବର୍ତ୍ତମାନ ଏବେ ଆମେରିକାରେ ମୁଁ ଜମା ଖୁସି ନାହିଁ। ସୁଜି ଜଣେ ଖ୍ରୀଷ୍ଟିଆନ ଆଉ ମୁଁ ଜଣେ ହିନ୍ଦୁ ଝିଅ। ସେ ମତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ। ଆଉ ମୁଁ ସେଥିରେ ରାଜି ନହେଲେ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମତେ ଏଠି ଲୋକ 2 ଥର ମୋ ଜୀବନ ନେବା ପାଇଁ ଚେଷ୍ଟା କଲେନି। ଆଉ ମତେ ବହୁତ ଅତ୍ୟାଚାର କରୁଛନ୍ତି। ଆଉ ଏ ସ୍ତ୍ରୀ ଲୋକ, ମୁଁ ସ୍କୁଲ ଛୁଟି ଦିନରେ ଯାହାବି ସବୁ କାମ କରିଥିଲି ସେ ସବୁ ପଇସା ନେଇ ଯାଇଛନ୍ତି। ସେ ପଇସାରେ ମୁଁ ଓଡିଶାକୁ ଯାଇଥାନ୍ତି। କମ ସେ କମ 10 ଲକ୍ଷ ଟଙ୍କା ରଖିଥିଲି, କିନ୍ତୁ ମୋ ପାଖରେ ନାହିଁ। ସବୁ ପଇସା ନେଇ ଯାଇଛନ୍ତି। ଦୟାକରି ଯଦି ମୁଁ ଖ୍ରୀଷ୍ଟିଆନ ନ ହେବି ତାହେଲେ ଏମାନେ ମତେ କଥା ଦେଇଛନ୍ତି ଯେ ମତେ ଜୀବନରୁ ମାରିଦେବେ ବୋଲି।